ନବମ ଶ୍ରେଣୀ ଭୌତିକ ବିଜ୍ଞାନ ଦ୍ୱିତୀୟ ଅଧ୍ୟାୟର ଆମ ଚାରିପାଖରେ ଥିବା ପଦାର୍ଥ ବିଶୁଦ୍ଧକିର ଭାଗ 10ରେ ଆଜି ଆମେ ଆଲୋଚନା କରିବା ଯେ ବାୟୁରେ ଥିବା ବିଭିନ୍ନ ଗ୍ୟାସ୍ ଯେପରିକି ଅମ୍ଳଜାନ ହେଉ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ, ଆର୍ଗନ୍ ଏମାନଙ୍କର ପୃଥକୀକରଣ କିପରି ହୋଇପାରିବ, କେଉଁ ପ୍ରକ୍ରିୟା ଦ୍ୱାରା ହୋଇପାରିବ ସେଇଟା ଆମେ ପଢ଼ିବା। ଆମେ ଜାଣିଛନ୍ତି ବାୟୁଟି ହେଉଛି ଗୋଟିଏ ସମଜାତୀୟ ମିଶ୍ରଣ, ଗ୍ୟାସ୍ ମାନଙ୍କର ସମଜାତୀୟ ମିଶ୍ରଣ, ଅର୍ଥାତ୍ ଏଥିରେ ଥିବା ଯେ ଉପାଦାନ ଯେପରିକି ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଆର୍ଗନ୍, ହିଲିୟମ୍ ଏସବୁ ଯେଉଁ ଗ୍ୟାସ୍ ଗୁଡ଼ିକ ଥାଆନ୍ତି ବାୟୁରେ, ତାଙ୍କର ଆପେକ୍ଷିକ ପରିମାଣ ସବୁଠାରେ ସମାନ ଥାଏ। ଆମ ଘର ଭିତରେ ବାୟୁ ନେଲେ ଗୋଟେ ଜାଗାରେ ଯେତିକି ପାଇବା, ଆଉ ଗୋଟିଏ ଜାଗାକୁ ବା ଆଉ ଜଣଙ୍କ ଘରେ କିମ୍ବା ପଦାରେ ବାହାରେ ସେଇ ପରିମାଣର ତାଙ୍କର ଉପାଦାନ ମାନଙ୍କର ପ୍ରତିଶତ ଥାଏ ବାୟୁରେ, ଅର୍ଥାତ୍ ସମାନ ପରିମାଣରେ ଏମାନେ ସବୁ ଜାଗାରେ ଉପଲବ୍ଧ ଥାନ୍ତି। ତେଣୁ ବାୟୁ ଗୋଟିଏ ସମଜାତୀୟ ମିଶ୍ରଣ। କିନ୍ତୁ ବାୟୁରେ ଥିବା ଉପାଦାନ ମାନଙ୍କର ସ୍ଫୁଟନାଙ୍କ ଅଲଗା ଅଲଗା ହୋଇଥାଏ ଏବଂ ଏଇ ସ୍ଫୁଟନାଙ୍କର ପାର୍ଥକ୍ୟକୁ ବ୍ୟବହାର କରି ଆମେ ଉପାଦାନ ଗୁଡ଼ିକୁ ଅଲଗା ଅଲଗା କରିବା। ତେଣୁ ଆମେ ଜାଣିଲେ ଯେ ବାୟୁରେ ଥିବା ଉପାଦାନ ଗୁଡ଼ିକର ସ୍ଫୁଟନାଙ୍କ ଭିନ୍ନ ଭିନ୍ନ। ତେଣୁ ଆମେ ଏମାନଙ୍କୁ ପୃଥକ କରିବା ପାଇଁ ଆଂଶିକ ପାତନ ପ୍ରକ୍ରିୟା ଅବଲମ୍ବନ କରିବା। ଆଉ ଏହି ଆଂଶିକ ପାତନ ପ୍ରକ୍ରିୟା ଅବଲମ୍ବନ କରିବା ପାଇଁ ଯେଉଁ ପରୀକ୍ଷାମୂଳକ ଉପକରଣ ଏବଂ ତାଙ୍କର ବ୍ୟବସ୍ଥା କରାଯାଇଥାଇପାରେ ତାହାର ଚିତ୍ର ଏଠାରେ ଦର୍ଶାଗଲା। ତେଣୁ ଆମେ ବାୟୁର ଉପାଦାନ ଗୁଡ଼ିକ ପୃଥକ କରିବା ପାଇଁ ଆଂଶିକ ପାତନ ପଦ୍ଧତି ଅବଲମ୍ବନ କରିବା। ଏବଂ ଆଂଶିକ ପାତନ ପାଇଁ ମୁଖ୍ୟତଃ ଆମେ ପଢ଼ିଥିଲେ ଯେ ତାଙ୍କ ଭିତରେ ଯେଉଁ ସ୍ଫୁଟନାଙ୍କର ପାର୍ଥକ୍ୟ ଦୁଇଟି ଉପାଦାନ ଯେଉଁମାନେ ମିଶ୍ରଣରେ ଥାନ୍ତି 25 କେଲଭିନ୍ ହେଇଥିବା ଆବଶ୍ୟକ। ତେଣୁ ସେଇ ନୀତି ନିୟମ ପାଳନ କରିବା। କିନ୍ତୁ ଆମେ ସରଳ ଭାବରେ ବୁଝିବା, ଯଦିଓ ଚିତ୍ରଟି ଭାରି ଜଟିଳ ଦେଖାଯାଉଛି, ଆମେ ସରଳ ଭାବରେ ବୁଝିବା। ଆମେ ଆକ୍ଚୁଆଲି କ'ଣ କରିବା, ଏଇ ଟୋଟାଲ ଯେଉଁ ଚିତ୍ରର ଯେଉଁ ପ୍ରକ୍ରିୟା ହେଇଛି, ସମ୍ପୂର୍ଣ୍ଣ ପ୍ରକ୍ରିୟା ତାକୁ ଆମେ ସହଜ ଭାବରେ ବୁଝିବା। ଆମେ ଦେଖିବା ଯେ ଗ୍ୟାସ୍ ହେଉଛି ଗ୍ୟାସୀୟ ଅବସ୍ଥାରେ ବାୟୁ ଥାଏ। ବାୟୁର ଅବସ୍ଥାଟା ସାଧାରଣତଃ ଗ୍ୟାସୀୟ ଅବସ୍ଥା। ବର୍ତ୍ତମାନ ତାକୁ ଆମେ କ'ଣ କରିବା, ପ୍ରଥମେ ତରଳ କରିବା, ପୁଣି ହାଲକା ହାଲକା ଗରମ କରି ତାକୁ ଗ୍ୟାସରେ ପରିଣତ କରିବାକୁ ଚେଷ୍ଟା କରିବା। ଯେତେବେଳେ ତରଳରୁ ଗ୍ୟାସ୍ ହେଲା ବେଳେ ଭିନ୍ନ ଭିନ୍ନ ତାପମାତ୍ରାରେ ଭିନ୍ନ ଭିନ୍ନ ପ୍ରକାର ଉପାଦାନ ଗ୍ୟାସରେ ପରିଣତ ହେଉଥିବା ସମୟରେ ଆମେ ସେମାନଙ୍କୁ ପୃଥକ କରିଦେବା। ତେଣୁ ଏବେ ଏଇଟା ହେଉଛି ମୁଖ୍ୟ ବ୍ୟବସ୍ଥା, ଗ୍ୟାସୀୟରୁ ତରଳ ଏବଂ ତରଳରୁ ଗ୍ୟାସ୍ କରିବା ପ୍ରକ୍ରିୟା। କିନ୍ତୁ ଏଇ ପ୍ରକ୍ରିୟା ଟୋଟାଲ କରିବା ପାଇଁ ଆଂଶିକ ପାତନ ଆମେ ତାପମାତ୍ରାକୁ ବହୁତ ତଳକୁ ଆଣିଥାଉ, କାରଣ ଅନ୍ୟଥା ଏହି ପ୍ରକ୍ରିୟା ହେଇପାରିବ ନାହିଁ। ଯେପରିକି -183 ତଳକୁ ଆହୁରି ଆସେ ଏ ପ୍ରକ୍ରିୟା ହେବା ପାଇଁ। ଆମେ ଦେଖିବା କ'ଣ କରାଯାଏ। ପ୍ରଥମେ ବାୟୁକୁ ଚାପ ପ୍ରୟୋଗ କରାଯାଏ। ବାୟୁକୁ ଏଠି ପ୍ରବେଶ କରାଗଲା, ପ୍ରବେଶ ହେଲା ପରେ ତାକୁ ଚାପ ପ୍ରୟୋଗ କରାଗଲା, ଏପଟରୁ ଚାପ ପ୍ରୟୋଗ କଲା। ଚାପ ପ୍ରୟୋଗ ଦ୍ୱାରା କ'ଣ ହୁଏ ନା, ଚାପ ପ୍ରୟୋଗ ଦ୍ୱାରା ବାୟୁ ସଂକୁଚିତ ହେଲା। କ'ଣ ହେଲା, କୌଣସି ଜିନିଷକୁ ଚାପି ଦେଲେ ତାହା ସଂକୁଚିତ ହୋଇଥାଏ।
ବାୟୁ କିଏ ସଂକୁଚିତ ହେଲା? ବାୟୁ ସଂକୁଚିତ ହେଲା। ବାୟୁ ଯେତେବେଳେ ସଂକୁଚିତ ହେବ କ'ଣ ହେବ? ତାର ଉପାଦାନ ଗୁଡ଼ିକ ପାଖକୁ ଆସିବେ। ତାପରେ କ'ଣ କରାଗଲା? ବାୟୁକୁ, ସେଇ ସଂକୁଚିତ ବାୟୁକୁ ଯେତେବେଳେ এই ବଡ଼ ସ୍ଥାନ ଦେଇକି ତାକୁ ପ୍ରବେଶ କରାଗଲା, ସେଇ ବଡ଼ ସ୍ଥାନରେ କ'ଣ କରାଯାଉଛି ନା ଥଣ୍ଡା ଜଳ ଯିବା ଆସିବାର ବ୍ୟବସ୍ଥା କରାଯାଇଛି। ତାକୁ କୁହାଯାଏ ହିମକରଣ ଥଣ୍ଡା ଜଳ ପ୍ରବେଶ, ଅର୍ଥାତ୍ ଥଣ୍ଡା କରିବା ପାଇଁ ଜଳ ପ୍ରବେଶ କରାଯାଉଛି। ତେଣୁ କ'ଣ ହେଲା ନା ସଂକୁଚିତ ବାୟୁକୁ ସମ୍ପୂର୍ଣ୍ଣ ଭାବେ ଥଣ୍ଡା କରାଗଲା ତାପମାତ୍ରା କମାଇ। ତେଣୁ ସେ କ'ଣ ହେଲା? ସଂକୁଚିତ ବାୟୁ ଥଣ୍ଡା ହେବା ଫଳରେ ତାହା ତରଳରେ ପରିଣତ ହେଲା। ତାହା କେଉଁଥିରେ ପରିଣତ ହେବ? ତରଳରେ ପରିଣତ ହେବ। କିନ୍ତୁ ଯେଉଁ ତାପମାତ୍ରାରେ ଏହା ତରଳରେ ପରିଣତ ହେଲା, ଏଇ ଥଣ୍ଡା କରାଗଲା, ଏଟା ବହୁତ କମ୍ ତାପମାତ୍ରା, ଯାହାଫଳରେ କ'ଣ ହୁଏ ନା ବାୟୁରେ ଥିବା ଅଙ୍ଗାରକାମ୍ଳ ତାହା କଠିନରେ ପରିଣତ ହେଇଯାଏ ଏବଂ ତାକୁ ଆଗେ ନିର୍ଗତ ହୋଇଯାଏ। କଠିନରେ ପରିଣତ ହୋଇଥିବା କାର୍ବନ ଡାଇଅକ୍ସାଇଡ୍କୁ ଆମେ କ'ଣ କୁହନ୍ତି? ଶୁଷ୍କ ବରଫ। କ'ଣ କୁହନ୍ତି? ଶୁଷ୍କ ବରଫ। ବର୍ତ୍ତମାନ ବାୟୁ ତରଳ ଅବସ୍ଥାରେ ପରିଣତ ହୋଇଛି। ଏଥିରେ ଥିବା କାର୍ବନ ଡାଇଅକ୍ସାଇଡ୍ ବରଫ ଖଣ୍ଡ ହୋଇ ଶୁଷ୍କ ବରଫ ହୋଇ ବାହାରି ଯାଇଛି, ଅର୍ଥାତ୍ କଠିନ ହୋଇ ବାହାରି ଯାଇଛି। ବର୍ତ୍ତମାନ ଏଇ ଯେଉଁ ସଂକୁଚିତ ତରଳ ବାୟୁ, ଥଣ୍ଡା ବାୟୁ, ତାକୁ ଆମେ ଗୋଟିଏ ସମ୍ପ୍ରସାରିତ ଜେଟ୍ ମାଧ୍ୟମରେ ବାହାରକୁ ବାହାର କଲେ। ବାହାର କରି ତାକୁ ଆଂଶିକ ପାତନ ସ୍ତମ୍ଭ ମଧ୍ୟ ଦେଇ ପ୍ରବେଶ କରାଇଲେ। ଏଇଟା ହେଉଛି ଆଂଶିକ ପାତନ ସ୍ତମ୍ଭ। ଯେତେବେଳେ ଆଂଶିକ ପାତନ ସ୍ତମ୍ଭ ମଧ୍ୟ ଦେଇକି ପ୍ରବେଶ କରାଇଲେ, ବାୟୁର ତାପମାତ୍ରା ଧୀରେ ଧୀରେ ବଢ଼ିଲା। ଏଠି ଥିଲା ତରଳ ବାୟୁ, ତାପମାତ୍ରା କମ୍ ଥିଲା, ଏଠି ଧୀରେ ଧୀରେ ତାପମାତ୍ରା ବଢ଼ିଲା। ଧୀରେ ଧୀରେ ତାପମାତ୍ରା ବଢ଼ିବା ଫଳରେ ବାୟୁରେ ଥିବା ଯେଉଁ ଉପାଦାନ ନାଇଟ୍ରୋଜେନ୍, ଆର୍ଗନ୍ ଏବଂ ଅକ୍ସିଜେନ୍, ତାଙ୍କର ସ୍ଫୁଟନାଙ୍କ ଭିନ୍ନ ଭିନ୍ନ ହୋଇଥିବାରୁ ସେମାନେ ଭିନ୍ନ ଭିନ୍ନ ତାପମାତ୍ରାରେ ଅଲଗା ହୋଇଗଲେ। ତେଣୁ ବୁଝିବା କ'ଣ ଜିନିଷଟି? এটা ହେଉଛି 0 ଡିଗ୍ରୀ ସେଣ୍ଟିଗ୍ରେଡ୍। ଉପରକୁ ଗଲେ ମନେକର 1, 2, 3, 4, 5, 6, 7। ତଳକୁ ଆସିଲେ -1, -2, -3, -4, -5, -6, -7, -8। ବର୍ତ୍ତମାନ ଆମେ ଗୋଟିଏ ସାଧାରଣ କଥାଟିଏ ବୁଝିବା। ଆମେ ବର୍ତ୍ତମାନ କମ୍ ତାପମାତ୍ରାରେ ଅଛନ୍ତି, ମନେ କରାଯାଉ -8 ଡିଗ୍ରୀ ସେଣ୍ଟିଗ୍ରେଡ୍ ଅଛନ୍ତି। ଆମେ ଧୀରେ ଧୀରେ ଉତ୍ତପ୍ତ କରିବା। ପ୍ରଥମେ ଉତ୍ତପ୍ତ କରି ଆସିଲେ ପ୍ରଥମେ -7କୁ କ୍ରସ୍ କରିବା, ଅର୍ଥାତ୍ ଟେମ୍ପରେଚର ପ୍ରଥମେ ବଢ଼ି ବା ତାପମାତ୍ରା ବଢ଼ି ପ୍ରଥମେ -7 ହେବ, ତାପରେ -6 ହେବ, ତାପରେ -5 ହେବ। ତେଣୁ -7 ଡିଗ୍ରୀ ତାପମାତ୍ରାରେ ଯେଉଁ ଗ୍ୟାସ୍ ବା ପଦାର୍ଥର ସ୍ଫୁଟନାଙ୍କ ହୋଇଥିବ, -7 ଡିଗ୍ରୀ ହେଇଥିବ, ସେ ଆଗେ ଗ୍ୟାସରେ ପରିଣତ ହେବ ତରଳରୁ। ଯେଉଁ ତରଳ ପଦାର୍ଥର ସ୍ଫୁଟନାଙ୍କ -7 ହେଇଥିବ ସେ ପ୍ରଥମେ ହେବ, ତାପରେ -6 ଡିଗ୍ରୀ ଯିଏ ହେଇଥିବ ଏହା ପରେ ହେବ, ଏବଂ -3
सर्वशेष हेब अर्थात जदि आम तापमात्रा को 4 रखिले -4 रे तेणु यहाँ तरल होकर पदार्थ मनकर पदार्थ ए तार तापमात्रा ता स्फुटनांक हूँ -7 पदार्थ बी -6 एवं पदार्थ सी तार -3 -8 डिग्री रु आम जो ठंडा करी जीवा -7 अर्थात ए प्रथम गैस रे परिणत हम क्या स्फुटनांक -7 बी तापर हेब एवं सी सर्वशेष हवा कथा किंतु मन करा जो -4 रे आम रखिदेले तापमात्रा अर्थात सी टी तरल हो रही रखिदेले ये कौन हम सी तरल हो ठीक से परी हुए कौन हुए ना अम्लजान स्फुटनांक हूँ -183 डिग्री सेंटीग्रेड आर्गन स्फुटनांक हूँ -186 डिग्री सेंटीग्रेड आउ नाइट्रोजन जबखार्जन तार हूँ -196 डिग्री सेंटीग्रेड तेणु आम जो जिनस पढ़ी करी गले तेणु -196 से जदि आम स्केल टी देखा गोटे स्केल बनवा ये शून्य तल को तेणु -196 ता ऊपर को -186 डिग्री सेंटीग्रेड ता ऊपर -183 डिग्री एटा हूँ अम्लजान ऑक्सीजन एटा आर्गन एटा हूँ नाइट्रोजन तेणु जो ठंडा करी जीवा सॉरी गरम करी जीवा सेतबे आगे ये नाइट्रोजन टी गैस तापरे आर्गन गैस आम धर 183 न जाइकी आम 184 रहीगले डिग्री सेंटीग्रेड -184 अर्थात अम्लजान तरल अवस्था रही तेणु से ही हुए देखा परीक्षा को आउे कौन है ना गरम हवा बेले -196 डिग्री नाइट्रोजन बाहरी गला गैस तापर आर्गन हो गला गैस किंतु अम्लजान से भाव तरल हो एवं आम तरल अम्लजान को पृथक करदे ठीक अच्छे आम आसवा ओभरऑल कौन बुझिले ना वायु को प्रथम चाप देले संकुचन कले चाप दे संकोचन कले आ ताप ह्रास करी ताको ठंडा कले वायु कौन है तरल वायु परिणत है तरल वायु परिणत हो सारा आम तो कौन करेंगे ना प्रथम आम देखी कौन होता ये तरलीकरण बेले अंगारकाम्ल प्रथम बाहरी गला अंगारकाम्ल घनीकरण हो शुष्क हो कठिन हो शुष्क बरफ हिसाब से बाहरी गला तरल वायु को आम कौन कले ना आंशिक पातन स्तंभ रे धीरे धीरे गरम हवा को देले तो धीरे धीरे गरम है गैस गुड़िक भिन्न भिन्न उच्चतार अलग हेले कहीं ना ऑक्सीजन स्फुटनांक -183 आर्गन 186 और नाइट्रोजन -196 नाइट्रोजन आगे गैस परिणत है आर्गन और ऑक्सीजन परिणत है एवं एमानकर वायुर शतकड़ा अंश केते नाइट्रोजन 78% 78.1 आर्गन 0.9 एवं अम्लजान 20.9%। तेणु बही केते क्वेश्चन देछि आम देखिबा बहिले दुईटी क्वेश्चन देछि कौन कौन ना वायु रे थिबा विभिन्न गैस मानक सेमानक स्फुटनांकर वर्धित क्रम रे सजाओ वर्धित क्रम रे केमते सजेबा ना सब स्फुटनांक अधिक कार अम्लजान सब कम कार नाइट्रोजन तेणु नाइट्रोजन वर्धित माने सान रु बड़ वर्धित बढ़ी बढ़ी तेणु नाइट्रोजन तेणु सब सान टी आगे लिखा नाइट्रोजन स्फुटनांक सबुठ कम ताठू बड़ हूँ आर्गन ताठू बड़ हूँ अम्लजान बा ऑक्सीजन किपरि वर्धित कम है -196 डिग्री सेंटीग्रेड
माइनस 186 डिग्री सेंटीग्रेड माइनस 183 डिग्री सेंटीग्रेड। द्वितीय क्वेश्चन पचार वायु ठंडा है बेले क्यों गैस प्रथमे तरल परिणत हुए। ठंडा है बेले क्यों गैस प्रथमे तरल परिणत हुए देखिबा। ठंडा है अर्थात टेम्परेचर को कमे कमे जा 0 डिग्री -1 -2 -3 -4 -5 -6 -7 मन करा जो ए बी सी तीनोटी गैस अच्छी यही मन करा जो -3 डिग्री रे सेंटीग्रेड ठंडा होची ये बी धर -5 डिग्री रे ठंडा होची सी धर -7 डिग्री रे ठंडा होची किए आगे ठंडा हो टेम्परेचर कमी जीवा माने 0 रु कम करी जीवा तळु को जीवा तळु गला बेले आगे किए पड़ला -3 तेणु अर्थात जहार स्फुटनांक सबुठू अधिका सी आगे तरल रे परिणत हो कारण से तापमात्रा तो आम प्रथमे पाइबा तेणु ठंडा सी सबुठू आगे हेबो एवं तरल रे परिणत हेबो। बी -5 रे हेबो एवं सी देरी हेबो तेणु आगे ए हेबो तापर बी हेबो तापर सी हेबो तेणु आम से परी ऑक्सीजन केते थिला ना -183 डिग्री सबुठू अधिका आर्गन -186 डिग्री एवं नाइट्रोजन -196 डिग्री सेंटीग्रेड तेणु आगे सर्वप्रथमे किए हेबो ऑक्सीजन ठंडा हेबो एवं तरल परिणत हेबो तापर आर्गन एवं तापर नाइट्रोजन तेणु अम्लजान प्रथमे तरल रे परिणत हेबो। तेणु भाग 10 रे आम एतिकी पढ़िले आज पाई यदि बुझी पार्थिबो बा न बुझी पार्थिबो कमेंट करी जणाइबे। भाग 11 रे पुणी अन्य विषय गुड़िक पढ़िबा। धन्यवाद।